चलतु तावत् मंत्रपाठं करिष्यामः। ॐ सहनावतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ॐ शान्तिः शान्तिः शान्तिः। स्वामी जी नमस्ते। नमस्ते। अरूपानंद महाभाग भवान् आरभ्यताम्। नमस्ते स्वामी। भवता आरभ्यताम्। रामଙ୍କ ହାତରେ ରାବଣ ମରିଥିଲା। रामेण हस्तेन रावणः मृतः। भूल गला बोलेला जदि खाली करिवे एटा तो ठीक अछि। रामेण रावणः हतः ये तो ठीक अछि, किंतु जदि हस्त करिवा हस्तरे तृतीय हबो संबंध पद के मु आपन ए 2-3 दिन रे केते दृष्टांत देलेनी। तेणु रामस्य हस्तेन रामेण हस्तेन नहीं। अच्छा रामेश हस्तेन रामस्य हस्तेन आज्ञा हातर विशेषण राम नहे, हातर संबंध राम सहित अछि हैला। जदि एकेन हस्तेन रावणं हतः ये करियो इरा होछि हातर विशेषण। रामस्य हस्तेन रावणः हतः। ठीक अंतर्यामी भाई कुंतु। नमस्ते स्वामी। नमस्ते। से ओ मु खेचुड़ी खाइलु। आज्ञा सह अहम च कुशरः खादावः। आउथरे कुंतु। सह अहम च कुशरः खादावः। मैं कृषर हटा केमती कोन हला बुझ परलेनी। आपनकर वर्ष हेलाणी ओते पाठ पढी पढी के के दिन हेलाणी कृषर ह कोन केमती हला। कुशरः खेचुड़ी ना स्वामी। हां कृषर ह खेचुड़ी जे मूर्खतापूर्ण उत्तर दउचंती। मु भात को खाइली द्वितीय हबो कि नै कर्म रे। हां मु दृश्य देखुची अहम दृश्यम पश्यामि एति जणा नै द्वितीय विभक्ति हो। तुमे प्रथम परीक्षा रे फेल बा अनुत्तीर्ण हेबो कारण पढु नाह। त्वम प्रथमा परीक्षायाम अनुत्तीर्णः भविष्यसि कारणं त्वम न पठसि। अच्छा तुमे आउथरे को। त्वम प्रथमा परीक्षायाम अनुत्तीर्णः। परीक्षा रे यदि सप्तमी विभक्ति हला तो प्रथम रे केमती रहला। परीक्षा रो विशेषण हला प्रथम। हां प्रथमाया प्रथमायाम परीक्षायाम। अच्छा प्रथमायाम परीक्षायाम। हाँ त्वम प्रथमायाम परीक्षायाम अनुत्तीर्णः भविष्यसि कारणं त्वम न पठसि। धन्यवाद स्वामी। गायत्री गाईर क्षीर रे खीरी तैयारी करंतु। हाँ राजगोपाल को अनुत्तीर्ण भविष्यसि हबो। हाँ अनुशीत कहले अनुतीर्ण भविष्यसि। अच्छा सेटा गोटे दाउथला सुनछि। आ गोटे उत्तर वाक्य रे क्रिया भी द्विवचन रे ही हबो ना सुनछि। से कहले खादावह बोलगिरी। अच्छा सुनछि ठीक सुनि पारनी। से नहीं अंतर्जाम भाई क्रिया ठीक करथिले। खेचुड़ी गुडी सामान्य शब्द कृषरम द्वितीय विभक्ति कहि परलेन। खादितवन्तु हबनी हबो आज्ञा खादितवन्तौ भी हबो द्विवचन ना खादितवान खादितवन्तौ। ठीक गायत्री को। स्वामी जी सेटा खाइलु माने अतीत रे जीवन।
ହଁ ଖାଦିତବାନଟା କଣ ବର୍ତ୍ତମାନ କାଳଟା କି? ନା ନା ଆଚ୍ଛା ସିଏ ଯୋଉ ଖାଦବ ଯୋଉ ଆଜ୍ଞା ଖାଇଲେ ହଁ ଖାଇଲୁ ମାନେ ଆଜ୍ଞା ଲଙ୍ଗ ଲକାର ଠିକ। ଆଜ୍ଞା ସେମିତି 4 ନାଇଁ ନମ୍ବର ଟା ଖାଦାବ ନାଇଁ ଅଖାଦାବ ଅଖାଦମ ଆଜ୍ଞା ଅଖାଦାବ 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 ଆଜ୍ଞା ଆଜ୍ଞା 4 ଅଖାଦାବ। ନମ୍ବର ଗାଈର କ୍ଷୀରରେ କ୍ଷୀରି ତିଆରି ନାଇଁ କରନ୍ତୁ। ଯୋଉ ଲୋକମାନେ ଏଠିକି ଆସୁଛନ୍ତି ତାଙ୍କର କିଛି ଶ୍ରଦ୍ଧା ରୁଚି ନାହିଁ ପଢିବାକୁ ଗୋଟେ ଗାଇବା ଫିଙ୍ଗା ବସିକି ବସିକି ସମୟ ନଷ୍ଟ କରିବା ବାସ୍। ଆରେ ଗୋଟେ କାମକୁ ମୁଣ୍ଡ ଲଗେଇ ଗୋଟେ ଗୋଟେ ଜିନିଷ କର ନା ଏମିତି 100 ଜନ୍ମ କରୁଥିଲେ ବି କିଛି ହବନି ତାଙ୍କର କାରଣ ତ ଖାଲି ଗାରେଇବାର କାମ ଉଦ୍ଦେଶ୍ୟ ଅଛି ଆଉ ଶିଖିବା ଧ୍ୟାନ ପୂର୍ବକ କରିବା ରୁଚି ହଁ କହ ତୁ ତୋର କଣ ଥିଲା? 4 ନମ୍ବର ଗାଈର ଖାଦ୍ୟରେ କ୍ଷୀରି ତିଆରି କରନ୍ତୁ। ଗାଈର ଖାଦ୍ୟରେ ଧେନ୍ ଗାଈର କ୍ଷୀରରେ ହଁ ତୁ କଣ ଗାଈର ଖାଦ୍ୟରେ କରିବୁ ଗୋ ହଁ ଖାଦ୍ୟରେ କିଏ ମୁଁ କରିବ? ନାଇଁ ମୁଁ ଭୁଲରେ ଖାଦ୍ୟ କହିଦେଲି କ୍ଷୀରି ଗାଈର କ୍ଷୀରରେ କ୍ଷୀରି ତିଆରି କରନ୍ତୁ। ଧେନୋଃ ପୟସୀ ପୟସମ୍ ନିର୍ମାଣମ୍ କରତୁ। କେମିତି ହବ ଲୋ ଝିଅ? ପଚତୁ ଶୁଣିଛି କ୍ଷୀରରେ କ୍ଷୀରି ବୋଲେ ସପ୍ତମୀ ହବ ନା ତୃତୀୟ ହବ? ସପ୍ତମୀ ଶୁଣିଛି ପୟସୀ ସପ୍ତମୀ ସପ୍ତମୀ ହବ କ୍ଷୀରରେ ମୁଁ ହାତରେ ରାନ୍ଧୁଛି ବୋଲେ ହସ୍ତେ ନାଇଁ ପଚାନ୍ତି ନା ତୃତୀୟା କ୍ଷୀର ଦ୍ଵାରା ହସ୍ତେ ହଁ ତୃତୀୟା ପୟସା ହଁ ଧେନୋଃ ପୟସା ପାୟସମ୍ ନିର୍ମାଣମ୍ କରତୁ ପଚତୁ ବି ହବ ଶୁଣିଛି। ଏଇଟା ଭୁଲ ହେଲା ତୋର ଧେନୋଃ ପୟସା ପାୟସମ୍ ନିର୍ମାତୁ ସିଧା ସିଧା ଯଦି କରିବ ଆଜ୍ଞା ଭଗବାନ ହେଲେ ନିର୍ମାତୁ ହବ ଆଜ୍ଞା ତ ଅଥବା ନିର୍ମାପୟତୁ ଇଏ ହବ ନାଇଁ ଧେନୋଃ ପୟସା ପାୟସସ୍ୟ ନିର୍ମାଣମ୍ ଆଜ୍ଞା ପାୟସସ୍ୟ ହବ ଷଷ୍ଠୀ ପାୟସମ୍ ନିର୍ମାଣ ହବନି ନିର୍ମାଣମ୍ ଆଜ୍ଞା ଯେତେବେଳେ ଡିଉଟି ପ୍ରତ୍ୟୟ ହେଲା ଷଷ୍ଠୀ ବିଭକ୍ତି ହବ ତା ପୂର୍ବରୁ ଆଜ୍ଞା ପାୟସସ୍ୟ ନିର୍ମାଣମ୍ କରୋତୁ ପାୟସସ୍ୟ ନିର୍ମାଣମ୍ କରତୁ ନହେଲେ ପାୟସମ୍ ନିର୍ମୟତୁ ନିର୍ମାପୟତୁ ନିର୍ମାତୁ ଏଇ ସ୍ତ୍ରୀରେ ହବ ଆଜ୍ଞା ପଚତୁ କଲେ ହବ କି ସେମିତି? ହଁ ହବ ଆଜ୍ଞା ପଚତୁ ବି ହବ ସ୍ୱାମୀଜୀ ମୁଁ ଲେଖିଛି ଗୋଃ ଦୁଗ୍ଧେନ ପାୟସଂ ନିର୍ମାତୁ। ଗୋଃ ଦୁଗ୍ଧେନ ଗୋ ଶବ୍ଦର ରୂପ ଷଷ୍ଠୀ ବିଭକ୍ତି ହେଲା ଗୋଃ ହଁ ଗୋଃ କିନ୍ତୁ ଦୁଗ୍ଧେନ ଗୋ ଶବ୍ଦ ସମ୍ଭବତଃ ପଢା ହେଇନି ଆମର ଧେନୁ ଶବ୍ଦ ପଢା ନା ହେଇଛି। ଅଛି କିନ୍ତୁ ଗୋ ଶବ୍ଦ ଟା ଅଛି। ଆଚ୍ଛା କୌଣସି ଅଭ୍ୟାସରେ ପଢା ହେଇଛି କି ମତେ ଲାଗୁନି ପଢା ହେଲା ଭଳିଆ ପଢା ହେଇନି ପଢା ହେଇନି ଆଜ୍ଞା ଅଛି ଅଛି ତ ବହୁତ ଜିନିଷ ରାଜଗୋପାଳ କୁହ କଣ ହେଲା? ଏଇଟା ଗୋଟା ତ ପ୍ରଚଳିତ ଶବ୍ଦ ସମାସରେ ଗୋ ଦୁଗ୍ଧେନ କରିପାରିବା। ହଁ ହେଇଯିବ ହଁ ଗୋ ଦୁଗ୍ଧେନ ପାୟସମ୍ ନିର୍ମାପୟତୁ ନିର୍ମାପୟତୁ ନିର୍ମାତୁ ବି ହବ ସିଧା ନିର୍ମାପୟତୁ ବି ହବ ଆଚ୍ଛା ନିର୍ମାପୟ ସେଟା କେମିତି ସେମିତି ଏଟା ଶବ୍ଦଟି ହଁ ସେଇଟା ବି ନିର୍ମାପୟତୁ ନିର୍ମାତି ଯେମିତି ନିର୍ମାପୟତି ବି ହବ ସେଠି କଣ ଗୋଟେ ଉପସର୍ଗ ଲାଗିକିରି ହବ ସେଠି ନିର୍ମାପୟତୁ ଆଜ୍ଞା ନିର୍ମାପୟତୁ ସିଧା ପ୍ରସ୍ତୌତୁ ଧାତୁ ବୋଲି ମଧ୍ୟ ରହିଲେ ରହୁଛି ଆଜ୍ଞା ପ୍ରସ୍ତୌତୁ ବୋଲି ମଧ୍ୟ ଗୋଟେ ରହୁଛି ନାଇଁ କି? ଯେମିତି ଦେଖ ଯେମିତି ଏଇଠି ଧାତୁ ତ ନିର୍ମାଣ ପାଇଁ ଧାତୁ ନିର୍ମାତି ଗୋଟେ ମିନିଟ ରୁହ ଗୋଟେ ମିନିଟ ରୁହ ମୁଁ ତମକୁ କହୁଛି ଯେମିତି ଆମର ଗୋଟେ ରୂପ ଚାଲୁଛି ସମାପୟତୁ ହଉଛି ନା ଆଚ୍ଛା ସେଠି କଣ ନା ସମ ଉପସର୍ଗ ଆଉ ଆପଲରେ ବ୍ୟାପ୍ତ ଧାତୁ ହଁ ହେଲା ସମାପୟତୁ ଏଇଠି ସେମିତି ନିର୍ମାପୟତୁରେ ତମକୁ କହୁଛି କଣ ଏଇଠି ହବ ମାନେ ଧାତୁ ସେମିତି ନିର୍ମାଣର ନାହିଁ ଏଇଟା କଣ ଉପସର୍ଗ ଗୋଟେ ଦିଟା ମିଶିକିରି ଆସୁଛି ନିର୍ମାପୟ ଶବ୍ଦ ହେଲା ମୁଁ କହିବି ତମକୁ ଚିନ୍ତା କରିକିରି ହଁ ପ୍ରସ୍ତୌତୁ ପ୍ରତିମା ମଧ୍ୟ ଦେଖିଥିବା ପ୍ରସ୍ତୌତୁ ସେମିତି ବି ହବ ତାର ରୂପଟା ମତେ ପୁରା ଜଣା ନାହିଁ ଆଜ୍ଞା ସେ ଗୋଟେ ଏକା ଘୋଷିଲା ବେଳେ ପ୍ରସ୍ତୌ ମନେ ରଖିଛୁ ତ ଆଚ୍ଛା ପ୍ରସ୍ତୌତି ଆଜ୍ଞା ଠିକ ସେମିତି ତ ପ୍ରସ୍ତୌତୁ ହବ କେମିତି ଲେଖିଥାଇଛି ଆଜ୍ଞା ହଁ ପ୍ରତିମା କୁହ
ରାମ ଗାଈ ମାନଙ୍କୁ ରକ୍ଷା କଲା। ରାମ ଧେନୁ ଅରକ୍ଷତ। राम धेनु अरक्षत। ठीक। कृष्णा कुमारी को नमस्ते स्वामी। नमस्ते। हे सरस्वती तुमर हृदय निर्मल अटे। हे सरस्वती तब हृदय निर्मलम अस्ति। तब हृदय निर्मलम अस्ति। ठीक। धन्यवाद समझी। तुम्हें को राजगोपाल तापरडा सप्तम आपण रातिरे नदीरू पद्म फूल आनिबा ठीक हैला नहीं। भवती रात्रौ नद्यां कमलानयनम आउतरे कहलो हां आउतरे कहलो भवती ओडिया पढी विषय नहीं नहीं हिंदी संस्कृत रे भवती रात्रौ नद्यां नद्यां सप्तम विभक्ति अच्छा नद्यः कमलस्य आनयनम एटा कोन लिखि सके नद्य हो ना नद्याः हो कोन अछि दीदी षष्ठी विभक्ति रे नद्याः नद्याः नद्य होटा नदीर प्रथम विभक्ति बहुवचन अच्छा नद्याः भवती रात्रौ नद्याः एटा कमलम आनयनम जोटा मिसि देति स्वामी मिठाई तो कमलस्य आनयनम कमलानयनम कमलम आनयनम ना कमलानयनम कमलस्य आनयनम षष्ठी तत्पुरुष अच्छा कमलानयनम न समीचीनम आउथरे पढि दोछि भवती रात्रौ नद्याः कमलानयनम न समीचीनम। ठीक। न समीचीनम इटे परे आसित भी लगेया पड़ियो इटे न समीचीनम एटा भवती कि अभवत की जना पड़लन ना जेहेतु स्पष्ट भाव रे अतीत काल प्रयोग होईची समीचीनम न अभवत। राजेंद्र भाई कौन आमे आमे समस्ते गाई को पृथ्वी सम माँ कही थाऊ। आज्ञा सुबुझी आज्ञा आज्ञा वयम गाम मैया समम माता अवदान करी। हाँ आउथरे कहले वयम गाम मैया कौन कौन मैया मैया कौन पे हला मैया आपणकर समस्या हला एठी जो सम शब्द देखिले ये सम शब्दर तृतीय विभक्ति अर्थ नहीं सी जोठे मया सह एटे सह शब्द देनी ना एटे सम शब्द देछि सम शब्दर तृतीय काहे हो सम शब्द कोन हबो समझी सेमति किछि हबार नहीं अथवा यदि षष्ठी रो प्रयोग करिवे पृथिव्याः मय्याः सब महिर संगे पृथिव्याः कर देले हाँ पृथिव्या इरे सम शब्दटा इव तुल्य भली प्रयोग रे आसीबो त ताको जदि संधि कर देबे पृथ्वी इव पृथ्वीव वयम सर्वे गाम पृथ्वी माता मातम अवदान अवदान अवदंडा इदा को पुरुष रे आछि बहुवचन हमर कर्ताटा को पुरुष रे अछि ने बहुवचन तो ठीक हैला कर्ताटा को पुरुष रे अछि वयमटा को पुरुष तृतीय पुरुष वयम गाम कौन खवस
ବୟମ ଟା ହଉଛି ଉତ୍ତମ ପୁରୁଷ ହଁ ସାର୍ ଆଉ ଅବଦମ ଟା ହଉଛି ପ୍ରଥମ ପୁରୁଷ। ହଁ କଣ ହବ? ଅବଦାନ 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 ଅବଦମ ଅବଦାବ ଅବଦାମ। ଅବଦମ କେମିତି ହବ? ଅବଦାନ ନା ଅବଦ ଦାମ ବୟମ୍ ବୟମ୍ ଗାବ ପୃଥିବ୍ୟାମ୍ ସମମ୍ ମାତା ଅବଦାମ। ଗାୟତ୍ରୀ କଣ ହାତ କଣ ଟେକିଥିଲୁ? ସ୍ୱାମୀଜୀ ଏଟା କହିଥାଉଟା ଅତୀତରେ ଯିବ ସ୍ୱାମୀଜୀ। ବଦାମ କହିଥାଉ ଆଜ୍ଞା ନା କହିଥାଉ ଆଚ୍ଛା କହିଥାଉ ଇଏ କହିଥାଉ ମାନେ ଇଏ କହୁଛୁ ବର୍ତ୍ତମାନ କାଳରେ ଯିବ। ବଦାମ ବଦାମହ। ଆଜ୍ଞା। ଆଉ ଗୋଟେ ସ୍ୱାମୀଜୀ ଆ ପୂର୍ବଟା କମଳିନୀ ଫୁଲକୁ କମଳିନୀ ପୁଷ୍ପସ୍ୟ ହବ ନା କମଳିନୀ ପୁଷ୍ପସ୍ୟ ହବ ନା କମଳିନୀ ପୁଷ୍ପମ୍ ହବ? କମଳିନୀ ଶବ୍ଦ କିଛି ନାହିଁ ତ ଏଠି। ପଦ୍ମ ଫୁଲ ତା ଉପରଟା ସ୍ୱାମୀଜୀ 7 ନମ୍ବରଟା। 7 ନମ୍ବରଟା ସେଠି କମଳିନୀ ଫୁଲ ଲେଖା ହେଇଛି କି? ପଦ୍ମ ଫୁଲ ସ୍ୱାମୀଜୀ। ପଦ୍ମ ଫୁଲ ଲେଖା ହେଇଛି ତ ପଦ୍ମକୁ ଆଜ୍ଞା କମଳିନୀ କାହିଁ ସ୍ତ୍ରୀଲିଙ୍ଗ ରହିବ? ନାଇଁ ସେଠି ଷଷ୍ଠୀ ହେଲା ତ ଦ୍ଵିତୀୟ ହବ ନା ସେଠି। ପଦ୍ମ ଫୁଲକୁ ଆଣିବା ଠିକ ହେଲା ନାଇଁ। ଆରେ ନା ପଦ୍ମ ଦ୍ଵିତୀୟା କି ଫୁଲକୁ ଷଷ୍ଠୀ ଆଣିବା ଆଣିବାଟା ଯେତେବେଳେ ଆନୟନମ ହବ ଆଜ୍ଞା ଏବେ କୋଉଠି ଶୋଇଛୁ ମୁଁ କିଛି ବୁଝିପାରୁନି। ତସ୍ୟ ଗମନମ୍ ଗମନମ୍ ହେଲେ କଣ ହବ? ତାହାର ପୁଷ୍ପସ୍ୟ ଯିବ ଆନୟନମ୍। ଆଜ୍ଞା। କଣ ଆଜ୍ଞା ବୁଝିଲୁ ନା ଖାଲି ଏଣ୍ଡୁଅ ଭଳିଆ ମୁଣ୍ଡ ହଁ ହଁ ହଲଉଛ ତ। ନାଇଁ ବୁଝୁଛି ମାନେ ସେଠି ଆଚ୍ଛା ଷଷ୍ଠୀ ଦ୍ଵିତୀୟ ହବ। କେମିତି ହେଲା? ଆଜ୍ଞା ହଁ ଦ୍ଵିତୀୟ କେମିତି ହବ? ମୁଁ ଭାବୁଥିଲି ତ ସେଥିପାଇଁ ଡାଉଟ ଥିଲା ପଚାରିଲି ସ୍ୱାମୀଜୀ। ଆରେ ସେ କେତେ ଥର ବୁଝେଇଲିଣି ମୁଁ ଏବେ ତ ଗୋଟେ କହୁଥିଲି ସେଟା ବୁଝେଇଲି। ହଁ କହିବି ଯେ ଏବେ କୋଉଟା କାଇଁ? ନାଇଁ ଏଇ ଯୋଉ ନିର୍ମାଣ ଟା କହିଲେ ଯୋଉ 4 ନମ୍ବର ଟା ନିର୍ମାଣରେ ସେଟା କହିଲେ କୋଉଠି ସେଟା ନିର୍ମାଣ 4 ନମ୍ବରରେ। 4 ନମ୍ବରଟା ପାୟସସ୍ୟ ନିର୍ମାଣମ୍ କର। ପୟସା ପାୟସସ୍ୟ ନିର୍ମାଣମ୍ ହେଲେ ଏଇଠି ପାୟସମ୍ ନିର୍ମାଣମ୍ ହେଲା କି? ନାଇଁ ଏବେ ପାୟସସ୍ୟ ହେଲା। ବୁଝେଇଥିଲି ଆଉ 2 ନମ୍ବର ଆଉ 2ଟା ବାକ୍ୟ ଗଲାଠୁ ଆହୁରି ଗଡବଡ ହଉଛି। ଆଜ୍ଞା ଏଇଠି ଆଣିବା ଲାଗିଛି ବୋଲି ଆଜ୍ଞା ଷଷ୍ଠୀ ହେଲା। ଆଜ୍ଞା। ଆଉ ସିଏ ତାକୁ ସନ୍ଧି କରିଦେଲେ କମଲସ୍ୟ ଆନୟନମ୍ କମଳାନୟନମ୍। ହୁଁ ହେଲା ଆଜ୍ଞା ସ୍ୱାମୀଜୀ। ହଁ ପ୍ରତିଭା କୁହ କଣ ହାତ ଟେକିଲ? ସ୍ୱାମୀଜୀ 8 ନମ୍ବର ଟା ଆଉ ଥରେ ବୁଝେଇ ଦିଅନ୍ତୁ ଟିକେ ବାକ୍ୟଟା। ବାକ୍ୟ ହେଲା ଆମେ ମାନେ ବୟମ୍ ସମସ୍ତେ ମାନେ ସର୍ବେ ବୟମ୍ ସର୍ବେ ଆଜ୍ଞା ଗାଈକୁ ଦ୍ଵିତୀୟ ବ୍ୟକ୍ତି ଗାମ୍ ପୃଥିବୀ ସମ ପୃଥିବୀ ଇବ। ପୃଥିବୀ ଆରେ ତମ ସକାଳେ ମନ୍ତ୍ର ପଢୁଛ ପରା ଦେଉରୀବ ଭୂମ୍ନା ପୃଥିବୀବ ବରୁଣା। ହଁ। ଆଳଟା କଣ କରୁଛ ଖାଲି ପଢିଲେ କଣ ପଢୁଛ ଖାଲି ଶୁଇକିରି ସେ ମନ୍ତ୍ର ଢୁଳଉ ଥାଉଛ। ପୃଥିବୀ ବା ହଁ ପୃଥିବୀ ଇବ ମାତା। ମାତା। ହୁଁ କହିଥାଉ ବଦାମହ। ବଦାମ ଲେଖିଛି ଶୁଣି ଲେଖିଛୁ। ହଁ ଠିକ କୁମାର ସ୍ୱାଇଁ ଆଜ୍ଞା କଣ ହାତ ଟେକିଛନ୍ତି ରବି କୁହ 9 ନମ୍ବର। ତୁମ ଶ୍ରେଣୀରେ ତୁମେ ମାନେ କେତେ ସଂଖ୍ୟାରେ ସଂସ୍କୃତ ପଢୁଛ? ହୁଁ। ତବ କକ୍ଷାୟାମ୍ ଆଜ୍ଞା ୟୁୟମ୍ କି ହୁଁ ଆଉଥରେ କୁହ। ତୁମ ଶ୍ରେଣୀରେ ତୁମେ ମାନେ କେତେ ସଂଖ୍ୟାରେ ସଂସ୍କୃତ ପଢୁଛ? ହୁଁ ଅଧା ଶୁଭୁଛି ଅଧା ଶୁଭୁନି ହୁଁ। ତବ କକ୍ଷାୟାମ୍ ହୁଁ ୟୁୟମ୍ କି ସଂସ୍କୃତମ୍ ମ୍ୟୁଟ ପଠତ। କରନ୍ତୁ ମ୍ୟୁଟ କରନ୍ତୁ। କିଏ ଏଇଟା ଖୋଲିକି ବସିଛି ମ କିଏ ମ୍ୟୁଟ କରୁନି କିଏ ପେଁ ପେଁ ସବୁ ଶୁଭୁଛି। ରବି କୁହ। ତୁମ ଆଜ୍ଞା ସ୍ୱାମୀ ତୁମ ଶ୍ରେଣୀରେ ତୁମେ ମାନେ କେତେ ସଂଖ୍ୟାରେ ସଂସ୍କୃତ ପଢୁଛ? ହୁଁ। ତବ କକ୍ଷାୟାମ୍ ୟୁୟମ୍ କିୟତ୍ ଅଙ୍କେ ସଂସ୍କୃତମ୍ ପଠଥ? କିୟତ୍ ଅଙ୍କେ କଣ ମୁଁ ଏମିତି ଗୋଟେ ହେଲା। ସଂଖ୍ୟା ଶବ୍ଦ ସ୍ତ୍ରୀଲିଙ୍ଗ ଶବ୍ଦ। ତ କେତେ ସଂଖ୍ୟାରେ କିୟତ୍ ଟା ପରିମାଣ ପାଇଁ କାଲି କହିଥିଲି ପରା। ପ୍ରତିଟା ସଂଖ୍ୟା ପାଇଁ କିୟତ୍ ଟା ପରିମାଣ ପାଇଁ। ସ୍ୱାମୀଜୀ ଆପଣ ଯୋଉ ଅଙ୍କ ଶବ୍ଦ ଯୋଉ ପଢେଇଥିଲେ ହୁଁ ସେଇଥିରେ ବୋଲି କହିଥିଲେ ତ ମୁଁ ଆଉ ଜାଣିପାରିଲିନି ସେଇଥିପାଇଁ ଲେଖିଦେଇଥିଲି। ଆଉଥରେ କୁହ କଣ ଲେଖିଲ? ତବ କକ୍ଷାୟାମ୍ ହୁଁ। ୟୁୟମ୍ କିୟତ୍ ଅଙ୍କେ ସଂସ୍କୃତମ୍ ପଠଥ? ସଂସ୍କୃତମ୍ ପଠଥ
ଏଇଟା ବାସ୍ତବରେ ହବ ଏଟା କେତେ ସଂଖ୍ୟାରେ ବୋଇଲେ ଏଟା ଆଜ୍ଞା। କଣ ଆଧାର କି ତାହେଲେ କଣ ହଉଛି ଆଜି ମୁଁ ଆଉ ଜାଣି କେତେ ସଂଖ୍ୟାରେ 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 ଗଣ ମାନେ ସଂଖ୍ୟା ଦ୍ଵାରା ଗଣ ଏଠି ତୃତୀୟ ବିଭକ୍ତି ହବ କତିଭିଃ ସଂଖ୍ୟାଭିଃ କତି ଶବ୍ଦଟା ସବୁବେଳେ ବହୁବଚନରେ ପ୍ରୟୋଗ ହବ କତିଭିଃ ସଂଖ୍ୟାଭିଃ ପୁଷ୍ପାଞ୍ଜଳି ଭଉଣୀ କୁହ ରସିକୁ ସାପ କୁହ ନାହିଁ। ତମେ ଡେଉଁଛ କାହିଁକି ଚାଲୁନ ନାଇଁ ତ 9 ସ୍ୱାମୀ ନମ୍ବର ମୋର ଆଗ ପିଲା ପଛ ହେଇଯାଇଛି ତ। ମତେ ତ ଲେଖିକି ଦେଇଛ 10 ନମ୍ବର ହେ ସଖୀ ବୋଲିକିରି ମୁଁ ସେଇଟା ମୋର ବି ଭୁଲ ହେଇଯାଇଛି ସ୍ୱାମୀଜୀ। ହେ ହଁ ସଖୀ କୁହ ତୁମେ ଧୂଳିରେ ଚାଲ ନାହିଁ ଭୋ ସଖୀ ତୁମ ବାଲୁଗାୟାମ ମା ଗଛ ନ ଚଲ। ଧୂଳିଟାକୁ ବାଲୁକା କାହିଁକି ଶବ୍ଦ କଲ ଧୂଳିଟା ତ ରେଣୁ ଶବ୍ଦ ହବ ଉକାରାନ୍ଦ ହଁ ସ୍ୱାମୀଜୀ ଭୁଲ ହେଇଗଲା ରେ। ହେ ସଖୀ ତୁମ ରେଣୁଆଂ ନ ଚଲ। କିଏ କହୁଥିଲେ ଶୁଣାଗଲାନି ଓମ୍ ମ୍ୟୁଟ କରନ୍ତୁ ଶିବସ ଭାଇଙ୍କ ଅନ୍ ହେଇଯାଇଛି। ଆଜ୍ଞା ମୋର ଅନ୍ ହେଇଛି ହଁ ମୁଁ ନା ତ ଖୋଲା ହେଇଯାଇଛି ଲଗେଇ ଆପଣଙ୍କର ଗୋଟେ ଆପଣ ତାର ସେ ଲାଗିଥିବ ମନ୍ତ୍ର ପଡୁଥିବ ଆପଣ ଲାଗି ଯାଉଥିବ ଖୋଲି ଯାଉଥିବ ନାଇଁ ସ୍ୱାମୀଜୀ ଆମର ମୁଁ ତ ଗୋଶାଳାରେ ଅଛି ବନ୍ଦ କରିଥିଲି କେମିତି ଭୁଲରେ ଲାଗି ହେଇଯାଉଛି ହଁ ବନ୍ଦ କରନ୍ତୁ ବନ୍ଦ ମ୍ୟୁଟ କରନ୍ତୁ କରିଦଉଛି। ହଁ ଠିକ ହଁ ତେଣୁ ରେଣୁ ଶବ୍ଦର ସପ୍ତମୀ ବିଭକ୍ତି ଏକ ବଚନ ଏକ ତ ରେଣୁ ହବ ଏକ ତ ରେଣବାମ ହବ ଏମିତି ଧନ୍ୟବାଦ ରେଣୁଆଂ ରେଣବାମ ବି ହବ ସେଟା ମୁଁ ଭାବୁଛି ବିକଳ୍ପ ବି ଥିବ ରେଣୁ ବି ଶବ୍ଦ ଥିବ ରେଣଉ ଅଛି ସ୍ୱାମୀ ରେଣଉ ହଁ हे सखी त्वम रेणु न चल हे चलती चलतः सखी चलन तुम रेणुआं न चल। न चल प्रतिभा को सभी नमस्ते। नमस्ते रस्सी को साप कुह नहीं रजुम सर्प न बद रजुम सर्पः इति उठे जुड़िया कथा रस्सी को साप कहना है रस्सी को साप बोली कहना ही इति रजुम सर्प इति न बद। सर्प इति न सुभाषिनी भौणी कहନ୍ତୁ ତୁମେ ପରୀକ୍ଷାରେ ସୁଲେଖ ଲେଖିବା ପରିଣାମରେ ଉତ୍ତୀର୍ଣ୍ଣ ହେଲ। ଆଜ୍ଞା त्वं परीक्षायां सुलेखं लिखित्वा परिणामे उत्तीर्ण अभव। ଆପଣ ଗୋଟେ କୋଉଟା କି ଖାପ ଖାଉନି त्वं परीक्षायां सुलेखं लिखित्वा माने ଲେଖିବା ଲେଖିବା ପରିଣାମରେ ଲେଖିବା କାରଣରୁ ଇଏ ଶବ୍ଦ ଏମିତି ହବା କଥା ତେଣୁ ରବି କୁହ ତମେ କଣ ଲେଖିଛ କଣ ଭାବି ବାକ୍ୟଟା ଦେଇଛ ସୁଭାଷିନୀ ଭଉଣୀ ବନ୍ଦ କରନ୍ତୁ 5 ଜଣ ଏକା ସାଙ୍ଗେ ମେଲା ରଖିଲେ ଠିକ ଚେଞ୍ଜ ହବ ରବି କୁହ କଣ ତମେ ଲେଖିଛ କଣ ତମେ ବାକ୍ୟଟା ଦେଇଛ ସ୍ୱାମୀଜୀ ତୁମେ ପରୀକ୍ଷାରେ ସୁଲେଖ ଲେଖିବା ପରିଣାମରେ ଉତ୍ତୀର୍ଣ୍ଣ ହେଲ त्वं परीक्षायां सुलेखं अलिखः परिणामे उत्तीर्ण आसी लिखिଛି ଅଲିଖ ପରିଣାମ କଣ ବୁଝିପାରିଲିନି ଲେଖିବା କାରଣରୁ ଅଲିଖ ତ ଗୋଟେ କ୍ରିୟା ହେଇଗଲା ଲେଖିବା କାରଣରୁ ତ୍ୱଂ ପରୀକ୍ଷାୟାମ୍ ସୁଲେଖସ୍ୟ ଲିଖନମ ହବ କି ଲେଖନମ ହବ ସୁଲେଖସ୍ୟ ଲେଖନସ୍ୟ ପରିଣାମେନ ହେଲା ଏଠି ଦିଟା ଯାକ ସୁଲେଖସ୍ୟ ଲେଖନମ ସୁଲେଖସ୍ୟ ଲେଖନସ୍ୟ ଏକ ତ ହଉଛି ଏଠି ପରିଣାମେନ ହବ ଆଉ ଅଥବା ଏଠି ସପ୍ତମ ହେଇକିରି ପରିଣାମତଃ ତହ ପ୍ରୟୋଗ ବି ହେଇପାରିବ ପଞ୍ଚମ୍ୟମ୍ ତସିଲ ଉତ୍ତୀର୍ଣ୍ଣ ଅଭବ ଏ ସୁଭାଷିନୀ ଭଉଣୀ କରିଛନ୍ତି ଅଭବତ ଇଆଡେ ଲେଖିଛନ୍ତି କର୍ତ୍ତାଟା ହଉଛି ତୁମେ ଏଇ ଅଭବତ କେମିତି ହେଲା ନାଇଁ ଅଭବ ଲେଖିଛି ସ୍ୱାମୀଜୀ ଅଭବ ଲେଖିଥିଲେ ଆଚ୍ଛା ଅଭବ ଗାୟତ୍ରୀ କଣ କହ ହାତରେ ସ୍ୱାମୀଜୀ ଏଠି ଲେଖିବା ପରିଣାମରେ କୁ ଲିଖିତୁମ ହେଇପାରିବ କି ଲିଖିତୁମ ବୋଲେ ଲେଖିବା ପାଇଁ ହେଲା
ଆଜ୍ଞା ଲେଖିବା ମାନେ କାରଣରୁ କିମ୍ବା ମୁଁ ଲେଖିବା ପାଇଁ ଲେଖିବା ପାଇଁ ଯାଉଛି ମାନେ ଲେଖା କାମ ହେଇନି, ଏଇଟା ଲେଖିବା ପରିଣାମରେ କାମ ହେଇସାରିଛି। ଆଜ୍ଞା ଲିଖିତ ବି ଏଠି ହବନି, ଲେଖିବାରେ ଲେଖି ସାରି ହବନି, ଲେଖିବା କାରଣରୁ। ସ୍ୱାମୀଜୀ ପଶ୍ଚାତ ହବନି? ନାଇଁ ପଶ୍ଚାତ ନାଇଁ, ପରିଣାମ ପଶ୍ଚାତ ମାନେ ଗୋଟେ କାମ ପରେ ଆଉ ଗୋଟେ କାମ ହେଲା, କିନ୍ତୁ ତାର ପରିଣାମରେ ହବ ବୋଲି କିଛି ନିୟମ ନାହିଁ ନା। ମୁଁ ଗଲା ଆଜ୍ଞା ପରେ ସିଏ ଗଲା, ମୁଁ ଯିବାର ପରିଣାମରେ ସିଏ ଗଲା କି? ମୋ କାର୍ଯ୍ୟର ପରିଣାମ ତ ସେଇଟା ନୁହେଁ। ଗୋଟେ ଆଜ୍ଞା କାମ ପରେ ଆଉ ଗୋଟେ କାମ ହବା, ପ୍ରଥମ କାର୍ଯ୍ୟଟି ଦ୍ୱିତୀୟ କାର୍ଯ୍ୟଟି ପ୍ରଥମ ପରିଣାମ ନୁହେଁ। ଆଜ୍ଞା ପଶ୍ଚାତ ଆଜ୍ଞା ଆଉ ପରିଣାମ ଦୁଇଟା ଭିନ୍ନ ଭିନ୍ନ ବିଷୟ। ଆଜ୍ଞା ଆଜ୍ଞା ହେଲା। ତ୍ୱମ୍ ପରୀକ୍ଷାयां ସୁଲେଖस्य ଲେଖନस्य परिणामेन उत्तीर्णः अभवः अथवा परिणामतः परिणामेन परिणामतः, ये दुईटा जाक ହେଇପାରିବ ସେଠି। ठीक, कुमार स्वामी आज्ञा कहतु। हे मित्र, तुमे मोर कलम नेइछ कि? हे मित्र, त्वं मम लेखनी अनयः किं? त्वं मम लेखनी अनयः किम। ठीक। ସ୍ୱାମୀଜୀ ଏଠି ଅତୀତ ହବ କି? ନେଇଛ ଆଜ୍ଞା, କି ହଁ ହଁ ନେଇଛ ହଁ, କି? ନେଇଛ ନେଇଛଟା ନାଇଁ, କରିଛ ନେଇଛ, ଏଇଟା ଅତୀତ ହେଲାନି କି? ନେଉଛ ହେଲେ ସିନା ବର୍ତ୍ତମାନ। ଆଜ୍ଞା ଅନିତା କହ। ନମସ୍ତେ। ନମସ୍ତେ। ପାଣି ଦ୍ୱାରା ମୁହଁ, ହାତ, ପାଦ ସଫା କର। ଜଳେନ ମୁଖଃ ହସ୍ତଃ ଚ ଶୁଦ୍ଧ କରତୁ। ଆଉ ଥରେ। ଜଳେଣ ଜଳେଣେ ଜଣେ ଜଳେଣ ମୁଖः ହସ୍ତः ପାଦः ଚ ଶୁଦ୍ଧ କରତୁ। ଆଚ୍ଛା, ତୁ କିଛି ପଢାପଢି କରି କରୁଛୁ ନା ନା ଡାଇରେକ୍ଟ ଈଶ୍ୱରଙ୍କଠୁ କନେକ୍ସନ ଆସୁଛି ତତେ ସବୁ ଜ୍ଞାନ ବିଜ୍ଞାନ? ଆଜି ତମର ଅଭ୍ୟାସ ଥିଲା 22, 23, 24 ନାଇଁ? ଏଇଠି ମୁହଁ ପାଇଁ କଣ ଶବ୍ଦ ଦିଆହେଇଛି? ତମକୁ ଏ ଯୋଉ ଅଭ୍ୟାସ ଦିଆହଉଛି, ସେ ଅଭ୍ୟାସର ଶବ୍ଦ ପଢିବା ପାଇଁ ଦିଆହଉଛି ନା ଡାଇରେକ୍ଟ ଆକାଶବାଣୀ ଆଧାରରେ ଅନୁବାଦ କରିବା ପାଇଁ କୁହାହଉଛି? ଏ ଭୂତୁଣୀ ଭଳି ଦେଖୁଛୁ କଣ? ଅଭ୍ୟାସ 14 ଦେଖେ କଣ ଲେଖା ହେଇଛି ମୁହଁ ପାଇଁ? 24 ସ୍ୱାମୀ। ହଁ କହିଲି 24 ତ ଅଭ୍ୟାସ 24 ରେ କଣ ଲେଖା ହେଇଛି? ଆଚ୍ଛା। ମୁଖମ୍ ଲେଖା ହେଇଛି। ହଁ, ମୁଖ ଲେଖା ହେଇଛି। ମୁଖ କେମିତି କହିଲୁ? ପଢାପଢି କିଛି କରିବାର ନାହିଁ କି? ତମକୁ 22, 23 ନିର୍ଦ୍ଦିଷ୍ଟ ଅଧ୍ୟାୟ କଣ ପାଇଁ ଦିଆହଉଛି? ତରକାରୀ କରିବା ପାଇଁ? ପଢିବାର ନାହିଁ, ଲେଖିବାର ନାହିଁ, ଖାଲି ଆଉ ଥରେ କହ ବାକ୍ୟ। ଜଳେଣ ମୁଖମ୍ ହସ୍ତଃ ପାଦଃ ଚ ଶୁଦ୍ଧ କରତୁ। ଆରେ କାର ମୋବାଇଲ ଖୋଲା ଅଛି ଆଉ କିଛି ସବୁ ଶୁଭୁଛି? ସ୍ୱାମୀଜୀ ଆମ ଘରେ କଣ ଗେଷ୍ଟ ଅଛନ୍ତି। ପାଟି ବନ୍ଦ କର ବୋଲେ
ଗପୁଛନ୍ତି ମୂର୍ଖ ଗୁଡା ବୋଧେ, ପାଠଶାଠ ପଢୁନାହାନ୍ତି ଜୀବନରେ କେବେ, କଣ ଜାଣିବେ ପାଠ କେମିତି ପଢାଯାଏ। ଜଲେନ ମୁଖମ ହସ୍ତୌ ପାଦୌ च प्रक्षालय। अथवा सूची कुरु भी हो, सूची तथा प्रक्षालय सब बढ़िया। तापरे किए रहिले। अच्छा आरती वाला को तमे पड़े गले से कटि गला तमरो। स्वामी जी नमस्ते। नमस्ते। मो हृदय सब बळे पवित्र थाए। आज्ञा। मम हृदय सर्वदा पवित्रम अस्ति। पवित्रम थाए। ठीक ठीक। देवेंद्र भाई कुंत। स्वामी जी नमस्ते। स्वामी जी कुछ पचारि एठे जोड़ा ये आधार भितर देछि सूचिंगडा ये रे विशेषण ये रे देछि सूची। आज्ञा। घरे कैटेगराइज करछि। आज्ञा आज्ञा। सूचिटा एटा विशेषण आकार रे परे लबेले भी हबो ना शेषरे। हां शेषरे लबेले हबो। स्वामी जी कहबी। हां कोन सीए सिंह ठारू हरिणी को रक्षा कला। शुभुची। हाँ सुबिला भाई कौन सह सिंह हरिणी अरक्षा। भाई से सिंह ना सिंही कौन देछि देखिले। सिंही देछि। हाँ सिंही हेले कौन हबो। सिंही शब्दटा नदी शब्द भलिया हो, स्त्रीलिंग शब्द। सह सिंह्याः हरिणीम अरक्षत। मीना कुमारी को। स्वामी जी नमस्ते। नमस्ते। तुमे काली खेल पड़िया रे उपस्थित थिल कि? त्वं ह्यः क्रीड़ा क्षेत्रे उपस्थितः आसी किम? ठीक। त्वं ह्यः क्रीड़ा क्षेत्रे उपस्थितः आसीः। त्वं आसीः किम? ठीक। धन्यवाद। अच्छा जयंत कहियो कि पुष्पांजलि भणी को। मनीष शरीर रे बेक उपरे मुह थाए। नर शरीरे ग्रीवाया उपरी मुखम अस्ति। थाए पई अस्ति अपेक्षा भवतीटा बेसी प्रयुक्त बेसी उपयोगी। नर शरीरे ग्रीवाया उपरी मुखम भवति। मुखम भवति। ठीक। स्वामी जी वर्तते ही परियो। आगे आउथरे वर्तते ग्रीवाया ऊपर मुखम वर्तते। मुखम वर्तते। अब आगे मुखम वर्तते भी ही परियो, विद्यते भी ही परियो। कुमार सिंह आगे कहतु। देख ब्राह्मणी वेद पढ़ुथंती। आज्ञा। पश्य ब्राह्मणी वेदम पठति। वेदम पठति। ठीक। रवि को लास्ट। आज मु प्रश्न गुड़िक संस्कृत बहिरु ही देइछि। अद्य अहं प्रश्नानि संस्कृतस्य पुस्तकात् एव
ये प्रश्नानि कोण ପାଇଁ ହେଲା प्रश्नानि कोण ପାଇଁ ହେଲା प्रश्नानि ये प्रश्नाः हो स्वामी प्रश्न तुम से आग मते कह शब्द कौन आ तार विभक्ति कौन तबे मु कहि तमर अभ्यास पंचम रे प्रश्न शब्द देछि प्रश्नः कौन हबो को तो प्रश्नान हव स्वामी हां प्रश्नान हबो अद्य अहं प्रश्नान् संस्कृतस्य पुस्तकात् एव अददम् अददम अयच्छम ठीक ये वर्तमान हमरा सरला अनुवाद हमर चलथिला समास पाठ हां आगे कोन ना पश्य ब्राह्मणी वेदस्य पठनम करोति हबनि अब आगे तो वर्तमान हमर चलथिला तत्पुरुष समास तत्पुरुष समास रे हमें दुईटी समास पढ़िले गोटे द्वितीय तत्पुरुष आ गोटे तृतीय तत्पुरुष बोधे एतिके हितला ना किछि हितला एतिके हितला ठीक तो द्वितीय तत्पुरुष रे कोन उदाहरण गोटे दे अली कोन पढैतिली घर को जने पहुंचला घर को प्राप्त कला कोन हबो गृहं प्राप्तः गृहं प्राप्तः समास वाक्य ले कोन हबो गृहं प्राप्तः गृह प्राप्तः हां गृह प्राप्तः गृहं प्राप्तः गृह प्राप्तः आगे विभक्ति उठिजिव हां विभक्तिर चिन्ह समाप्त हो जिवो मूल शब्द सहित तापरे हमर थिला तृतीय तत्पुरुष द्वारा देई अथवा हीन अर्थ रे विद्या रे हीन विद्याहीन हला पोको द्वारा खिया जाइथिबा पोको खिया पढुतले हमें अच्छा आज पढ़िबा हमें चतुर्थी तत्पुरुष समास चतुर्थी रे कोन चिन्ह चतुर्थी रे चिन्ह होची पानी मो पई ता पई हला अथवा देवा अर्थ रे कोन को हेले भी ओडिया रे आगम पढ़ले प्रथम दिन मु जतले समास पढ़ैथिली मु कोन कहिथिली यशोदा पुत्र निमंते शोकरे अधीरा हेले पुत्र निमंते शोक ये चतुर्थी विभक्ति शब्द होइतला पुत्र शोक तो चतुर्थी तत्पुरुष चतुर्थी रे तत्पुरुष रे चिन्ह कोन पाई अर्थ है पुत्र पाई शोक पुत्र शोक सेमिति रंग पाई मंच रंगमंच आउ चतुर्थी दबा अर्थ रे हेले देवंकु अर्पित देवार्पित बुझियला एठी ये कोन कोन चिंता हमु दैचंती युपाय दारु जुप निमंते दारु दारु माने काठ जुप दारु से माने कहउचंदी ए जो मंदिर माने कागरे छेली मारिया रखितांत जुप बोली कहंदी से काठ से जुप तयारी करिया पे जो काठ अना जाय से होची जुप दारु
ସେମିତି ସ୍ନାନାୟ ଅର୍ଥମ ସ୍ନାନାର୍ଥମ, ସ୍ନାନ ନିମନ୍ତେ, ସ୍ନାନାୟ ଅର୍ଥମ, ବୁଝିଗଲା? ନିମନ୍ତେ ଅର୍ଥରେ ସେମିତି। ଆଚ୍ଛା, ବର୍ତ୍ତମାନ ଓଡ଼ିଆରେ ଆମେ ଚିନ୍ତା କରିବା। ଧର୍ମ ପତ୍ନୀ ଗୋଟେ ଶବ୍ଦ, କିଏ କହିବ? କଣ ତାର ବିଗ୍ରହ ବାକ୍ୟ ହବ? ହାତ ଦେଖ। ଅନ୍ତର୍ଯ୍ୟାମୀ ଭାଇ କୁହନ୍ତୁ। ଶୁଭୁନି ଶୁଭୁନି। ଧର୍ମ ନିମିତ୍ତ ଧର୍ମ ପତ୍ନୀ। ଆଉ ଥରେ କୁହନ୍ତୁ। ଧର୍ମ ନିମିତ୍ତ ପତ୍ନୀ। ହଁ, ଧର୍ମ ନିମିତ୍ତ ପତ୍ନୀ। ଆଉ ଧର୍ମ ନିମିତ୍ତ ଧର୍ମ ପତ୍ନୀ କହିଲେ ମୁଁ କଣ ବୁଝିବି? ଆପଣ ଟିକେ ହଡବଡି ହେଲେ। ନାଇଁ ବାକ୍ୟଟା ପୁରା କହିବେ ନା, ଧର୍ମ ନିମିତ୍ତ ଧର୍ମ ପତ୍ନୀ କହିଲେ କି ନାହିଁ? ହଁ କହିଦେଇଥିଲି। ହଁ ବାସ୍, ତେଣୁ ହଡବଡିଆ ହେଲେ ଗଡବଡ। ତ ଶବ୍ଦଟା ପୂର୍ଣ୍ଣ ଭାବରେ କହିବେ, ଧର୍ମ ନିମିତ୍ତ ପତ୍ନୀ ଧର୍ମ ପତ୍ନୀ, ବୁଝିଗଲେ? କିନ୍ତୁ ବର୍ତ୍ତମାନ ଆମେ କଣ ବିଚାର କରୁଛେ? ବାହାଟେ ହେଲେ ଝଗଡା କରିବାକୁ ସୁବିଧା ହବ, ଧର୍ମ ପତ୍ନୀ କେମିତି ହେଲା? ଧର୍ମ ପତ୍ନୀ ମାନେ ଧର୍ମ କାମ ପାଇଁ ପତ୍ନୀ। ଆଜ୍ଞା। ଛତା କନା। ସ୍ୱାମୀଜୀ କଣ କହିଲେ ଶବ୍ଦଟା? କୋଉଥିରେ କି? ଛତା କନା। ଛତା କନା। ଆଚ୍ଛା, ଛତା କନା। ହଁ, ଛତା କନା ଓଡ଼ିଆରେ କଣ ହବ ତାର ସମାସ ବାକ୍ୟ? ପ୍ରତିମା କୁହ। ଛତା ପାଇଁ କନା। ହଁ, ଛତା ପାଇଁ କନା, ଛତା କନା। ଆଚ୍ଛା, ସଂସ୍କୃତରେ ଗୋଟେ ପଚାରୁଛି, ପାନୀୟ ଜଲମ କିଏ କହିବ? ରାଜଗୋପାଳ କୁହ। ଚତୁର୍ଥୀ ପାନାୟ ଜଲମ। ପାନାୟ ଜଲମ ହବ। ଓଡ଼ିଆରେ ହେଲେ ପିଇବା ପାଣି, ପିଇବା ନିମନ୍ତେ ପାଣି, ପିଇବା ପାଣି। ଠିକ। तो फिर ये हला हमरो चतुर्थी तत्पुरुष समास। हला जेमती ये स्नानार्थम बोली गोटे दला, सेमती पानार्थम, स्नानार्थम, स्नानस्य स्नानाय अर्थम, पानाय अर्थम, पानार्थम। तापरे पंचमी तत्पुरुष समास। पंचमी रे चिन्ह होची अपादाने पंचमी। यस्मात् पाय अपादानम। अपादान माने अलगा हवा। वृक्षात् पतितः वृक्षपतितः। वृक्षरु पतित, रु ठारु मानव ठारु होची चिन्ह। तेणु वृक्षरु पतित वृक्षपतित। विदेशरु आगत विदेश आगत। पक्षी माने हमको जे ये विदेश आगत पक्षी। अच्छा, उड़िया रे हमें आगे चिंता करिया कौन हबो? गोठ खंडिया गोटे शब्द। गोठ खंडिया। कृष्णा कुमारी को गोठरू खंडिया। गोठरू खंडिया, गोठ खंडिया। ठीक।
राजकुमारी कुह धर्म छड़ा आम कौन ये गोटे धर्म छड़ा लोकटा धर्मरू छड़ा हाँ धर्मरू छड़ा धर्म छड़ा पुष्पांजलि भौणी कुह रोग मुक्त ରୋଗରୁ ମୁକ୍ତ हाँ रोगरू मुक्त रोग मुक्त ये सब जाक पंचमी तत्पुरुष समास आरती वाला भौणी कुह कौन सुनी गच्छ तोला गच्छरू तोड़ा गच्छरू तोला हेतिबाटा होचे गच्छ तोला आमे कहूने फुल एटा होचे गच्छ तोला फुल एटा पड़िथिला फुल तो गच्छ तोला माने गच्छरू तोला ठीक अच्छा म्यूट कर दियंतु निरंजन भाई गोटे शब्द कहतु जन्मांध जन्मरू अंध हाँ जन्मरू अंध जन्मांध ये पंचमी तत्पुरुष समास तो आ गोटे है भय अर्थ भी हुए भीतरार्थान भय हेतु भी हूँ रक्षा अर्थ तो पड़ेगा पापरु मुक्त जमी रोगरु मुक्त आम कले तो बाकी है भय से अर्थ भी पंचमी विभक्ति हुई चोर भय चोर ठारु भय संस्कृत रे चोराद भयम चोर भयम सर्पाद भयम सर्प भयम राज्य भयम राज भयम ये सब जाग पंचमी तत्पुरुष समास चिन्ह तापर आसला षष्ठी तत्पुरुष समास षष्ठी कौन संबंध पद र लगे षष्ठी ओडिया आम जमी कहे गाँर मुंड गाँ मुंड नदीर जल नदी जल कुआर जल उपजल कौचे अच्छा ये कौन देची ये षष्ठी रे ईश्वरस्य भक्तः ईश्वर भक्तः विद्यायाः आलयः विद्यालयः विद्यार आलय विद्यालय देवानां आलयः देवालयः राज्यः पुरुषः राजपुरुषः ये मूल शब्द सहित आर संधि है राजपुरुष सेमती ओडिया रे टिके कौन चिंता करिया प्रजातंत्र प्रजातंत्र शब्दर किए कहबा कौन हबो राजगोपाल को प्रजानां तंत्र हाँ प्रजानां तंत्र प्रजातंत्र समझी हाँ। चिरा छता कनाटी पड़ी तो सेटा छता कनाटी कौन हबो छत्ता पाई थिबा कन्ना ए छत्ता कन्ना माने कोन छत्तार निर्माण पाई से कन्ना थिला से चीज छतार कन्ना हबनी नहीं 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 छत्तार कन्ना हेले स्वामी माने सेते स्वस्वामी संबंध हबो छत्तारु कन्नाटा जदि तयारी हेतिबो तुलार लुगा तुला लुगा छत्तारु लुगाटा तयारी कन्नाटा तयारी होई अट्टार रुटी अट्टा रुटी गहमर रुटी गहम रुटी सेठे हम स्वस्वामी संबंध रे षष्ठी विभक्ति है सुनार हार सुना हार छतार कना तुम बुझल देखिए छतार कि कना तैयारी हम छतार तो कना तैयारी सेमती हबनी
କିନ୍ତୁ ହବ। ଆଚ୍ଛା ଆମେ ଓଡିଆରେ ଏଇଟା ଟିକେ ସେଇ ହିସାବରେ ଦେଖିଲେ ଭୁଲ ପ୍ରୟୋଗ ହଉଛି। ଛତାର କନାଟି ପଡିଛି ହଁ ବୋଲି କହିଦଉଛି। ଆଜ୍ଞା। ମୋର ସାର୍ଟ ବୋଲି ମାତ୍ର କହିପାରିବା ତ ସମସ୍ତେ। ମୋର ସାର୍ଟ ହେଲେ ଚେତନଟା ଜଡର ସ୍ୱାମୀ। ଆଚ୍ଛା। ଆଉ ଯଦି ଗୋଟେ ଅଙ୍ଗ ବି ହେଇଥିବ ତେବେ ହେଇଯିବ, ମାନେ ଶରୀରର ହାତ ବୋଲେ ହାତଟା ଶରୀରର ଗୋଟେ ଅଙ୍ଗ। ସେମିତି କନାର ସମ୍ବନ୍ଧ ସେମିତି ହବନି ସ୍ୱାମୀ? ହବନି ହବନି, ଛତା ଗୋଟେ ଅଲଗା ପଦାର୍ଥ, କନା ଛତା ମାନେ ଛତାଟା ବିନା କନାରେ ବି ଛତା କୁହାଯାଇପାରିବ। ଛତାର ଲୁହା କାଠିରେ ଯେମିତି ତିଆରି ହେଇଛି ବୁଝିଲା, ଛତା ଏକ ନିର୍ଦ୍ଦିଷ୍ଟ ଆକୃତି, ତେଣୁ ଛତା ଆଉ କନା ଏ ଦିଟାର ସମ୍ମିଶ୍ରଣ। ତ ଆମେ ପଢୁଥିଲେ ପ୍ରଜାତନ୍ତ୍ର, ଗଣତନ୍ତ୍ର, ଇଏ ଯୋଉ ସବୁ ଶବ୍ଦ। ଆଚ୍ଛା ଦେଖିବା, स्वामी गणतंत्र गणानाम तंत्र। ଗଣାନାମ ତନ୍ତ୍ର, ତନ୍ତ୍ର ମାନେ ବ୍ୟବସ୍ଥା। हाँ धन्यवाद। ଆଚ୍ଛା ତାପରେ ତମକୁ ଗୋଟେ ପଚାରୁଛି, ବର୍ତ୍ତମାନ କିଏ କହିବ ହାତରେ କହ। ମାତୃଭାଷା, ଗାୟତ୍ରୀ କହ, ସଂସ୍କୃତରେ ମାତୃଭାଷା ହେଇପାରିବ, ତେଣୁ ମାତୃଭାଷାରେ କଣ ହବ? ସଂସ୍କୃତ। ମାତୁଃ ଭାଷା। ହଁ ବାସ୍, ମାତୁଃ ଭାଷା ମାତୃଭାଷା, ମାର ଭାଷା ମାତୃଭାଷା। ତ ଏଇଭଳି ଭାବରେ ଆମେ ଦେଖିଲେ ମାନବର ଧର୍ମ, ମାନବ ଧର୍ମ। ଆଉ ଯୋଉ କିଛି ଏଠି ଦେଇନି ସେ ପରେ ଆମେ ପଢିବା, ଏ ବହିରେ ଯେତିକି ଦେଇଛି ପଢିବା, ବହୁତ ତ ଆହୁରି ପ୍ରକାରରେ ବି ହୁଏ। ଏଇଠି କଣ, ଏଇଠି ଯୋଉ ଶବ୍ଦ ଗୁଡିକ ଆମେ ପଢିଲେ, ଏଇଠି କଣ ଯୋଉଟା ଯେମିତି ଦେଇଛି ଆଗ ଶବ୍ଦର ଆଗରେ ରହିଲା, ପଛ ଶବ୍ଦର ପଛରେ ରହିଲା। ପାପାତ ମୁକ୍ତଃ ପାପ ମୁକ୍ତଃ, ବୃକ୍ଷାତ ପତିତଃ ବୃକ୍ଷ ପତିତଃ, ଚୋରାଦ ଭୟମ୍ ଚୋର ଭୟମ୍। ଆଉ ତା ଅର୍ଦ୍ଧଚନ୍ଦ୍ରଟା ଏମିତି କରିପାରିବ? ରାଜଗୋପାଳ କହିଲେ ଅର୍ଦ୍ଧଚନ୍ଦ୍ରର କଣ ହବ? ଚନ୍ଦ୍ରସ୍ୟ ହଁ ଏଠି ତ ଅର୍ଦ୍ଧର ଚନ୍ଦ୍ର ହବନି, ଯେମିତି ଏଇଠି ଚନ୍ଦ୍ରର ଅଧା ହେଇକିରି ଅର୍ଦ୍ଧଟା ଆଗକୁ ପଳେଇ ଆସିଛି, ବୁଝିଲା। ତେଣୁ କିଛି ଜାଗାରେ ଇଏ ଯୋଉ ସମାସ ହେଲା ବେଳକୁ ସେଟା ସେଇଥିପାଇଁ ଏ ବହିରେ ଦେଇନି, ପରବର୍ତ୍ତୀ ବହିରେ ଆର ଯେତେବେଳେ ତମେ ରଚନା ଅନୁବାଦ କୋଉଠି ପଢିବ, ଏଇଟା ପ୍ରାରମ୍ଭିକ ଅଛି, ସେଠି ଯେତେବେଳେ ପଢିବ ସେଠି ସେ ବିଷୟ ତମକୁ ଆସିବ। କିନ୍ତୁ ପୂର୍ବାହ୍ନ ଗୋଟେ ଶବ୍ଦ ଆସିବ, ପୂର୍ବର ଅନ୍ନ ତ ହବନି, ଦିନର ପୂର୍ବ ଭାଗ, ତେଣୁ ସେଠି ଦିନଟା ଆଗ ରହିବ, ତାପରେ ପୂର୍ବ ଶବ୍ଦ ରହିବ। ସରିଲା, ଏଇ ଆଜି ଆମେ ଷଷ୍ଠୀ ସରିଲା, ଆଉ ଗୋଟେ ହେଲେ ଛାଡି ଦେବ, ସପ୍ତମୀ ତତ୍ପୁରୁଷ। ସପ୍ତମୀ ତତ୍ପୁରୁଷର ଚିହ୍ନ କଣ ନା, ସପ୍ତମୀ ରେ ଠାରେ ମାନଙ୍ଗ ଠାରେ, ଇଏ ଯୋଉଠି ଯୋଉଠି ଚିହ୍ନ ଥିବ ସେ ବିଭକ୍ତି ଚିହ୍ନ ଲୋପ ହେଇକିରି ଯୋଉଟା ଆସିବ ସେ ହେଇଯିବ ତମର ସପ୍ତମୀ ତତ୍ପୁରୁଷ। କଣ ଦେଇଛି ଏ ଦୃଷ୍ଟାନ୍ତ? ଦୃଷ୍ଟାନ୍ତ ଦେଇଛି ଶାସ୍ତ୍ରେ ନିପୁଣ, ଶାସ୍ତ୍ର ନିପୁଣ, ଶାସ୍ତ୍ରରେ ନିପୁଣ, ଶାସ୍ତ୍ର ନିପୁଣ। युद्धे निपुणः युद्ध निपुणः, कार्ये चतुरः कार्य चतुरः, जले मग्नः जलमग्न, जलरे मग्न जलमग्न, कार्य चतुर कार्य चतुर, शास्त्रे निपुण शास्त्र निपुण, युद्धरे निपुण युद्ध निपुण। आमे ओडिया ताको कोन कोन कहि परिबे, जेमि सी कथारे पटु, आमे जणको बाक पटु शब्द प्रयोग करछे, वाची पटु बाक पटु, बाणी रे जे ओडिया रे आमे गोटे शब्द कहउछे, एटा गोटे गच्छ पाचिला आंब,
ଗଛ ପାଚିଲା କଣ ହବ? ଗଛରେ ପାଚିଲା, ଗଛରେ ପାଚିଥିବା, ଗଛରେ ପାଚିଲା, ଗଛ ପାଚିଲା। ଆଉ ଗୋଟେ ଶବ୍ଦ ଆମର ଆସୁଛି ଅରଣ୍ୟ ରୋଦନ। କଣ ହବ ସେଇଟା? ଅରଣ୍ୟରେ ରୋଦନ, ଅରଣ୍ୟ ରୋଦନ। ये ଲୋକଟା ଗୋଟେ ହାଣ୍ଡି ଖିଆ। ଆଚ୍ଛା ଆମେ କଣ ଚିନ୍ତା କରିବା ତାପରେ? ହାଣ୍ଡି ରନ୍ଧା, ହାଣ୍ଡିରେ ଦେଇପାରିବ। ତ ସେଇଭଳି ଯେମିତି ଜଳମଗ୍ନ ହେଲା ସେମିତି ଶୋକ ମଗ୍ନ ଗୋଟେ ଶବ୍ଦ ଆସିପାରିବ। ଶୋକେ ମଗ୍ନ, ଶୋକ ମଗ୍ନ, ଦୁଃଖେ ମଗ୍ନ, ଦୁଃଖ ମଗ୍ନ। ହଉ, ଆଜି ସରିଲା, କାଲିଠୁ ଆମର 4 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କାଲି ତ ରବିବାର ଛୁଟି ଅଛି। 2 ତାରିଖ ପର୍ଯ୍ୟନ୍ତ ଆମର ଶିବିର କାର୍ଯ୍ୟକ୍ରମ ଅଛି, ତେଣୁ 2 ପର୍ଯ୍ୟନ୍ତ ବନ୍ଦ ରହିବ। 3ରେ ପଢିବା। ହବ ଯଦି ମୁଁ କିଛି ଶବ୍ଦ ଆପଣ ମାନଙ୍କୁ ଦେବି ବିଗ୍ରହ ବାକ୍ୟ ତାର ଲେଖିବା ପାଇଁ, ହେଲା? ସମସ୍ତଙ୍କୁ ସାଦର ସ୍ୱାମୀଜୀ ସଂସ୍କୃତରେ ହିଁ ଲେଖିବ। ହଁ, ସଂସ୍କୃତରେ ଲେଖିବନି, ଓଡିଆ ଲେଖିବ। ଆରେ ତମକୁ ଏଠି ଦେଇଛି, ତମକୁ ମୁଁ ଦେବି ମନକୁ ତୁ ପାପ ମଗ୍ନ, ତମେ କଣ ଲେଖିବ? ପାପେ ମଗ୍ନ ଦେଇଛେ ନା, ଦୁଃଖେ ମଗ୍ନ, ଦୁଃଖ ମଗ୍ନ, ଜଲେ ମଗ୍ନ, ଜଳ ମଗ୍ନ, ତ ପାପେ ମଗ୍ନ, ପାପ ମଗ୍ନ। ସ୍ୱାମୀଜୀ ବଣ ହାତୀ, ହଁ, ବଣର ହାତୀ, ଷଷ୍ଠୀ। ହଁ ଷଷ୍ଠୀ। ସ୍ୱାମୀଜୀ ନାଇଟ୍ ଡ୍ୟୁଟି ଅଛି। ନମସ୍ତେ ସ୍ୱାମୀ। ହଁ, ଯା ଯା ଯା, ସେ ସମସ୍ତଙ୍କୁ ତ ସରିଗଲା। ଏଠି ତ ଆଉ କିଛି ନାହିଁ, କାହାର ପଢା ସରିଗଲା। ସ୍ୱାମୀଜୀ ବାକ୍ୟଟା କୋଉ ଲିଙ୍ଗ ହବ? ବାକ୍ୟ ବାକ୍ୟମ ନପୁଂସକଲିଙ୍ଗ ଶବ୍ଦ ବାକ୍ୟମ। ଆଜ୍ଞା, ଧନ୍ୟବାଦ। ଆମର କାମ ସରିଲା, ତମେ ତମ ବସି ବାତା ଖାଲି ହବ ବୋଲି ରାତି ଯାହା କରୁଛି, କିଛି ଅସୁବିଧା ନାହିଁ। ନମସ୍ତେ। ନମସ୍ତେ ସ୍ୱାମୀ।